ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝାଡ଼ା ବାନ୍ତି ଓ ହେପାଟାଇଟିସ୍ ଏ ରୋଗ ବ୍ୟାପିଯିବାର ସମ୍ବାଦ ନଜରକୁ ଆସୁଛି। ଏହି ଝାଡ଼ା ବାନ୍ତି ରୋଗଟି ଦୂଷିତ ଖାଦ୍ୟ ଓ ପାଣି ଦ୍ୱାରା ହୋଇଥାଏ। ତେଣୁ ଏଥିରୁ ରକ୍ଷା ପାଇବାର ପ୍ରଥମ ଉପାୟ ହେଲା ନିଜେ ଘର ତିଆରି ଖାଦ୍ୟ ଖାଆନ୍ତୁ ଏବଂ ଯେତେ ସମ୍ଭବ ବାହାରର ଖାଦ୍ୟ ଖାଆନ୍ତୁ ନାହିଁ। ପାଣିକୁ ଫୁଟାଇ ଥଣ୍ଡା କରି ପିଅନ୍ତୁ। ଏହାର ପ୍ରକୃଷ୍ଟ ଚିକିତ୍ସା ହେଉଛି ସଚେତନତା। ଏହି ରୋଗ ଦେଖାହେଲା ମାତ୍ରେ ଝଡ଼ା ଫୁଙ୍କା ଗୁଣି ଚେରମୂଳି ଇତ୍ୟାଦି ନ ଖାଇ ଆପଣମାନେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜକୁ ଚିକିତ୍ସା କରାନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଆପଣଙ୍କ ଜୀବନ ବହୁ ମୂଲ୍ୟବାନ। ତେଣୁ ବେଳହୁ ଆପଣ ହୁଅନ୍ତୁ ସାବଧାନ। ନିଜେ ସୁସ୍ଥ ରୁହନ୍ତୁ ଏବଂ ଅନ୍ୟକୁ ସୁସ୍ଥ ରଖନ୍ତୁ।